ଦେଖନ୍ତୁ 11 ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ। ତ ଏହି 11 ପ୍ରସ୍ତାବ ମଧ୍ୟରେ କେଉଁମାନେ ଲାଭାନ୍ୱିତ ହେବା ପାଇଁ ଯାଉଛନ୍ତି? ତ ପ୍ରଥମରେ ରହିଛନ୍ତି ଚାଷୀମାନେ। ଚାଷୀମାନେ ଲାଭାନ୍ୱିତ ହେବେ। ଗରିବ ଲୋକମାନେ ଲାଭାନ୍ୱିତ ହେବା ପାଇଁ ଯାଉଛନ୍ତି। ଜନଜାତି ମଧ୍ୟ ଲାଭାନ୍ୱିତ ହେବା ପାଇଁ ଯାଉଛନ୍ତି। ତ ଏହି 11 ପ୍ରସ୍ତାବ କେବେଠାରୁ କାର୍ଯ୍ୟକାରୀ ହେବ? ତ ଆପଣମାନେ ଏହି 11 ପ୍ରସ୍ତାବରେ ଯେଉଁ ଆପଣମାନଙ୍କର ଯେଉଁ ଲାଭ ଗୁଡ଼ିକ ଜଡ଼ିତ ରହିଛି, ତ କେଉଁ କେଉଁ ଲାଭ ଗୁଡ଼ିକ ଆପଣମାନେ ପାଇବା ପାଇଁ ଯାଉଛନ୍ତି? ତ ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ ଏବଂ ସେ ଲାଭ ଗୁଡ଼ିକରୁ ଫାଇଦା ଆପଣମାନେ ଉଠାଇ ପାରିବେ। ତ କେମିତି କ'ଣ ଲାଭ ଗୁଡ଼ିକ ଆପଣ ଉଠାଇ ପାରିବେ, ଏହି ଯୋଜନା ଗୁଡ଼ିକ ଆପଣମାନଙ୍କ ପାଇଁ ଯେଉଁ ଲାଗୁ କରାଯିବ, ତ ସର୍ବପ୍ରଥମେ ଚାଷୀ ଗରିବ ଜନଜାତିଙ୍କୁ କେଉଁ ଖୁସି ଖବର ରହିଛି କ୍ୟାବିନେଟ୍ ପ୍ରସ୍ତାବରେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ପ୍ରଥମ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲନ୍ତୁନି। ଆଉ ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ଦେଖନ୍ତୁ, ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ଚାଷୀଙ୍କୁ ଗତକାଲି 4ଟି ବିଭିନ୍ନ ପ୍ରକଳ୍ପରେ ଜଳସେଚନ ଓ ଭୂତଳ ପାଇପଲାଇନ୍ ବ୍ୟବସ୍ଥା ଦ୍ୱାରା ଜଳ ବିତରଣ ପାଇଁ 637 କୋଟି 33,75,000 ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଦେଖନ୍ତୁ, ସରକାରଙ୍କ ତରଫରୁ କୃଷକ ଗରିବ ଓ ଜନଜାତିଙ୍କ ପାଇଁ ସରକାର ବହୁତ ବଡ଼ ଘୋଷଣା ଜାରି କରିଛନ୍ତି। ଏଥର କୃଷକ ଗରିବ ଓ ଜନଜାତିର ଲୋକମାନଙ୍କ ପାଇଁ ଅନେକ ସାରା ବେନିଫିଟ୍ ସରକାରଙ୍କ ତରଫରୁ ମିଳିବା ପାଇଁ ଯାଉଛି। এই ବେନିଫିଟ୍ ଗୁଡ଼ିକ କ'ଣ କ'ଣ ରହିଛି, ଆପଣମାନେ এই ବେନିଫିଟ୍ ଗୁଡ଼ିକ କେମିତି କ'ଣ ପାଇପାରିବେ, ତ ଆସନ୍ତୁ ତାପରେ ଥରେ ନଜର ପକାଇବା। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ଚାଷୀଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି। ହଁ ଆଜ୍ଞା, ଗତକାଲି 4ଟି ବିଭିନ୍ନ ପ୍ରକଳ୍ପରେ ଜଳସେଚନ ଓ ଭୂତଳ ପାଇପଲାଇନ୍ ବ୍ୟବସ୍ଥା ଦ୍ୱାରା ଜଳ ବିତରଣ ପାଇଁ 673 କୋଟି 33,75,000 ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏଥିରେ 5ଟି ଜିଲ୍ଲାର 23,974.45 ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ଯୋଜନା ହୋଇଛି। ଶନିବାର ସନ୍ଧ୍ୟାରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହା ସହିତ ମୋଟ 6ଟି ବିଭାଗର 11ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ୍ ଓ ଏହାର ବିତରଣ ପ୍ରଣାଳୀର ନିର୍ମାଣ ଦ୍ୱାରା କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର 60,000 ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ। ଦେଖନ୍ତୁ, ପୂର୍ବରୁ 3,000 ହେକ୍ଟର ଚାଷ ଜମିକୁ ପାଣି ପହଞ୍ଚା ଯାଇଥିଲା। ଏବେ 57,000 ହେକ୍ଟର ଚାଷ ଜମି ପାଇଁ 9ଟି ପ୍ୟାକେଜ କାର୍ଯ୍ୟକାରୀ କରାଯିବ। ଏଥିରେ ଗୋଟିଏ ପ୍ୟାକେଜରେ ସାଳନ୍ଦୀ ବାମମୁଖ୍ୟ କେନାଲର 40.927 କିମିରୁ 45.570 କିମି ମଧ୍ୟରେ ଭୂତଳ ପାଇପଲାଇନ୍ ଦ୍ୱାରା ବିତରଣ ପ୍ରଣାଳୀର ନିର୍ମାଣ ସହ ବାଲେଶ୍ୱର ଜିଲ୍ଲାର ସୋର ଏବଂ ଔପଦା ବ୍ଲକର 7,171.77 ହେକ୍ଟର ଚାଷ ଜମିରେ ଜଳସେଚନ ଓ 5 ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯିବ। ଦେଖନ୍ତୁ, ଚାଷ ଜମିକୁ ପାଣି ପାଇଁ 673 କୋଟି 23,974 ହେକ୍ଟରରେ ମାଡ଼ିବ ପାଣି। ବାଲେଶ୍ୱର, ଗଜପତି, ରାୟଗଡ଼ା, ପୁରୀ, ଖୋର୍ଦ୍ଧା ଚାଷୀ ଉପକୃତ ହେବେ। ଏହି ପ୍ରକଳ୍ପର ନିର୍ମାଣ ପାଇଁ 145 କୋଟି 70,89,802 ଟଙ୍କା ଖର୍ଚ୍ଚ ହେବ ଓ ପ୍ରକଳ୍ପ 2 ବର୍ଷରେ ସରିବ। 5 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ 7,30,199 ଟଙ୍କା ଖର୍ଚ୍ଚ ହେବ। ଏହି ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଅନ୍ୟ ଏକ ପ୍ୟାକେଜରେ ସାଳନ୍ଦୀ ବାମମୁଖ୍ୟ କେନାଲର 60.3
304 କିମିରୁ 71.505 କିମି ମଧ୍ୟରେ ଭୂତଳ ପାଇପଲାଇନ୍ ବ୍ୟବସ୍ଥା ଦ୍ୱାରା ବିତରଣ ପ୍ରଣାଳୀର ନିର୍ମାଣ ସହ ବାଲେଶ୍ୱର ଜିଲ୍ଲାର ନୀଳଗିରି, ସୋର, ରେମୁଣା ଓ ବାଲେଶ୍ୱରର 5052.68 ହେକ୍ଟର ଚାଷ ଜମିରେ ଜଳସେଚନ ହେବା ପାଇଁ ଏଥିପାଇଁ 112,51,57,125 ଟଙ୍କା ଖର୍ଚ୍ଚ ହେବ। ଏହାର ରକ୍ଷଣାବେକ୍ଷଣ ପାଇଁ 5 ବର୍ଷରେ 5,63,72,376 ଟଙ୍କା ଖର୍ଚ୍ଚ ହେବ। ଏ ବାବଦ ପାର୍ବତୀ ଗିରିବୃହତ ଉଠା ଜଳସେଚନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର 34 ମାଧ୍ୟମରେ 5ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ। ଖୋର୍ଦ୍ଧା ଜିଲ୍ଲାର ମହାନଦୀ ଏବଂ ପୁରୀ ଜିଲ୍ଲାର ଦୟା ନଦୀରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର 45ଟି ଏବଂ ପୁରୀ ଜିଲ୍ଲାର 38ଟି ଗ୍ରାମର 7,700 ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ 3 ବର୍ଷରେ ସରିବାକୁ ଥିବା ବେଳେ ଏଥିପାଇଁ 274,78,97,366 ଟଙ୍କା 12 ପଇସା ଖର୍ଚ୍ଚ ହେବ। 15 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ 21,81,10,684 ଟଙ୍କା 28 ପଇସା ଖର୍ଚ୍ଚ ହେବ। ସେହିପରି ଏହି ଯୋଜନା ଅନ୍ତର୍ଗତ କ୍ଲଷ୍ଟର 35ରେ 4ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ରାୟଗଡ଼ା ଜିଲ୍ଲାର ହରଭଙ୍ଗା ନଦୀ ଓ ବଂଶଧାରା ନଦୀର ଅର୍ଥାତ୍ ଧୁଆପଦର ISS ପାଖ ଓ କରୁଣପଡ଼ୁ ISS ପାଖ ଏବଂ ଗଜପତି ଜିଲ୍ଲାର ବଂଶଧାରା ନଦୀରୁ ଅର୍ଥାତ୍ ପ୍ରଧାନୀଗୁଡ଼ା ISS ପାଖରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରଣ ଜଳ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ରାୟଗଡ଼ା ଜିଲ୍ଲାର 29ଟି ଓ ଗଜପତି ଜିଲ୍ଲାର 9ଟି ଗ୍ରାମର 4,050 ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଏହାର ନିର୍ମାଣ ପାଇଁ 3 ବର୍ଷରେ 133,19,72,318 ଟଙ୍କା 21 ପଇସା ଖର୍ଚ୍ଚ ହେଉଥିବା ବେଳେ 15 ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ 12,37,35,133 ଟଙ୍କା 39 ପଇସା ଖର୍ଚ୍ଚ ହେବ। ଏହାଦ୍ୱାରା ଚାଷୀମାନେ ପାରମ୍ପରିକ ଚାଷ ବ୍ୟତୀତ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ ବୋଲି ରାଜ୍ୟ ସରକାର କହିଛନ୍ତି। ତାପରେ ଆପଣମାନଙ୍କର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନକୁ 2,995 କୋଟି ଟଙ୍କା ଅନୁମୋଦନ ହୋଇଛି। ଦେଖନ୍ତୁ, ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ପରିବାରଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ 2.0 କାର୍ଯ୍ୟକାରୀ ହୋଇଛି। ରାଜ୍ୟ କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଛି। ତାପରେ ଆପଣମାନଙ୍କର ସହରାଞ୍ଚଳରେ ଘର ଦେବାକୁ 1,615 କୋଟି ଟଙ୍କା ଅନୁମୋଦନ ହୋଇଛି। ଦେଖନ୍ତୁ, ସହରାଞ୍ଚଳରେ ବାସ କରୁଥିବା ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଶ୍ୟକ ଘର ଦିଆଯାଇ ପାରୁନି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସହରାଞ୍ଚଳର ସମସ୍ତ ଗରିବଙ୍କୁ 2029 ମସିହା ସୁଦ୍ଧା ପକ୍କା ଘର ଯୋଗାଇ ଦେବା ପାଇଁ। ଏଥିପାଇଁ କେନ୍ଦ୍ର ସରକାର PMAYU 2.0ରେ ଆର୍ଥିକ ସହାୟତା ଯୋଗାଇ ଦେବେ। ଦେଖନ୍ତୁ, ଆରମ୍ଭ ହେବ PMAYU 5 ବର୍ଷରେ 40,000 ଘର ନିର୍ମାଣ ଯୋଜନା। ନଗର ଉନ୍ନୟନ ବିଭାଗର ଯୋଜନା ଅନୁଯାୟୀ ଏଥିରେ 4ଟି ମୁଖ୍ୟ ଉପାଦାନରେ ଅର୍ଥ ଖର୍ଚ୍ଚ କରାଯିବ। ସୁଲଭ ବାସଗୃହ, ସୁଲଭ ଭଡ଼ାଗୃହ ଏବଂ ଟ୍ରାନଜିଟ୍ ହାଉସ୍ ପ୍ରକଳ୍ପ ଗୁଡ଼ିକର ବିକାଶ ପାଇଁ 5 ବର୍ଷରେ 675 କୋଟି ଟଙ୍କା ଖର୍ଚ୍ଚ ହେବ। ଦ୍ୱିତୀୟରେ, ହିତାଧିକାରୀମାନଙ୍କୁ ଶ୍ରମ କ୍ଷତିପୂରଣ ଏବଂ ପ୍ରୋତ୍ସାହନ ଆକାରରେ ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ଏଥିରେ 5 ବର୍ଷରେ 685 କୋଟି ଟଙ୍କା ଖର୍ଚ୍ଚ ହେବ। ତୃତୀୟରେ, ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଗୃହ ଋଣ ସୁବିଧା ଯୋଗାଇ ଦିଆଯିବ ଏବଂ ବଞ୍ଚିତ ହିତାଧିକାରୀଙ୍କୁ ସୁଧ ରିହାତି ସହାୟତା ପ୍ରଦାନ କରାଯିବ। ଏଥିରେ 5 ବର୍ଷରେ 100 କୋଟି ଖର୍ଚ୍ଚ ହେବ। ସେହିପରି
ଚତୁର୍ଥରେ କ୍ଲଷ୍ଟର ହାଉସିଂ, ବସ୍ତି ମୁକ୍ତିକରଣ କିମ୍ବା ଅନ୍ୟାନ୍ୟ ଯୋଜନାବଦ୍ଧ ହସ୍ତକ୍ଷେପ ଯୋଗୁଁ ବିସ୍ତାପିତ ହିତାଧିକାରୀମାନଙ୍କ ପାଇଁ 125 କୋଟି ଟଙ୍କା ଖର୍ଚ୍ଚ କରାଯିବ।